ନମସ୍କାର ଦର୍ଶକ ବନ୍ଧୁ ପ୍ରାୟତଃ ଲୋକଙ୍କ ମୁହଁରୁ ଆପଣ ଶୁଣୁଥିବେ ଯେ କାମ ହଉ ହଉ ଅଟକି ଯାଉଛି, କୌଣସି ବି କାମ ଠିକ୍ ଭାବରେ ହୋଇପାରୁନାହିଁ। ଜଗି ରଖି କାମ କଲେ ବି ଧନହାନି ଲାଗି ରହୁଛି, ପରିଶ୍ରମ କଲେ ବି ଘରର ଆବଶ୍ୟକ ପୂରଣ ହୋଇପାରୁନାହିଁ। ସବୁବେଳେ ଘର ଲୋକଙ୍କ ମଧ୍ୟରେ ମନାନ୍ତର ମତାନ୍ତର ଲାଗି ରହୁଛି। ଘରର ମାହୋଲ ଏତେ ନକାରାତ୍ମକ ହୋଇଗଲାଣି ଯେ ତାଙ୍କୁ ନିଜ ଘରେ ବି ଅଣନିଶ୍ୱାସୀ ଲାଗୁଛି। କ'ଣ ଆପଣଙ୍କ ସହ ମଧ୍ୟ ଏପରି କିଛି ହେଉଛି କି? ଯଦି ଆପଣଙ୍କ ସହ ଏପରି କିଛି ହେଉଛି, ତାହେଲେ ଆପଣମାନେ କରନ୍ତୁ କେବଳ ଗୋଟିଏ କାମ। ଆପଣଙ୍କ ଜୀବନରେ ଚାଲିଥିବା ସମସ୍ତ ସମସ୍ୟା, ସମସ୍ତ ଅସୁବିଧା ନିଶ୍ଚୟ ଭାବରେ ଦୂର ହେବ। ଦର୍ଶକ ବନ୍ଧୁ, କୌଣସି କାର୍ଯ୍ୟରେ ଯଦି ଆପଣଙ୍କ ମନ ଲାଗୁନାହିଁ ବା ସବୁବେଳେ ଆପଣଙ୍କ ମନକୁ ଖରାପ ଖରାପ ଭାବନା ଆସୁଛି, ଯାହା ଫଳରେ ଆପଣଙ୍କ ଦ୍ୱାରା ପୁରା ଦିନ ଟେନସନରେ ରହୁଛନ୍ତି, ଘରର ପରିବାର ହଉ ବା ବେପାର ବାଣିଜ୍ୟ ସମସ୍ୟାରେ ହଉ, ତାହେଲେ ଆପଣ କରନ୍ତୁ ଏହି ଗୋଟିଏ ଉପାୟ। ଆପଣଙ୍କ ସହ ଚମତ୍କାର ନିଶ୍ଚୟ ହେବ। ତେବେ ଆପଣଙ୍କୁ ସେମିତି କିଛି କରିବାକୁ ନାହିଁ ଯାହା ଆପଣ କରିପାରିବେ ନାହିଁ। କେବଳ ଆପଣଙ୍କୁ ବ୍ରହ୍ମ ମୁହୂର୍ତ୍ତରୁ ଉଠି ଦୁଇଟି ଶବ୍ଦ କହିବାର ଅଛି। କିଏ ବା ନ ଚାହେଁ ନିଜ ଜୀବନରେ ସୁଖ ସମୃଦ୍ଧି ପ୍ରାପ୍ତି କରିବା ପାଇଁ? ଯଦି ଆପଣମାନେ ମଧ୍ୟ ଚାହୁଁଛନ୍ତି ଭଗବାନ ଶିବ ଶଙ୍କର ଆଶୀର୍ବାଦ ପ୍ରାପ୍ତ ହେଉ ବୋଲି, ତାହେଲେ ଆଜିର ଏହି ଭିଡ଼ିଓଟି ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ପ୍ରଥମେ ଆପଣ ପ୍ରଭାତରୁ ଉଠି ଏବଂ ଯାହା ଆଜିର ଭିଡ଼ିଓରେ କହିବି ତାହା ନିଶ୍ଚୟ କରନ୍ତୁ। ସେହି ଦୁଇଟି ଶବ୍ଦ କ'ଣ? ଆସନ୍ତୁ ଜାଣିବା। ତା ପୂର୍ବରୁ ଆପଣମାନେ ଯଦି ନୂଆ ଅଛନ୍ତି, ମୋ ଭିଡ଼ିଓଟିକୁ ଗୋଟିଏ ଲାଇକ୍ ସବସ୍କ୍ରାଇବ୍ ନିହାତି କରିଦିଅନ୍ତୁ। ଦର୍ଶକ ବନ୍ଧୁ, ଭୋଳାନାଥ ମନରୁ ଭକ୍ତିର ସହିତ ପୂଜାପାଠ କରି ଶ୍ରଦ୍ଧାରେ ଜଳ ଅର୍ପଣ କଲେ ମଧ୍ୟ ସେ ପ୍ରସନ୍ନ ହୋଇଯାଇଥାନ୍ତି ଏବଂ ନିଜ ଭକ୍ତଙ୍କୁ ଆଶୀର୍ବାଦ ପ୍ରଦାନ କରିବା ସହିତ ସେମାନଙ୍କର ସମସ୍ତ ଇଚ୍ଛାକୁ ପୂରଣ କରିଥାନ୍ତି। ଯଦି ଆପଣମାନେ ପୂଜା ପାଠ କରିପାରୁନାହାନ୍ତି କି ମନ୍ଦିରକୁ ଯିବା ପାଇଁ ଆପଣଙ୍କୁ ସମୟ ହୋଇପାରୁନାହିଁ, ତ ତାହେଲେ ଆପଣ ପ୍ରଭାତେ ଶୋଇକି ଉଠି ବିଛଣାରେ ବସି କେବଳ ଏହି ଦୁଇଟି ଶବ୍ଦ କୁହନ୍ତି ତ ଆପଣଙ୍କର ଯାହା ବି ଇଚ୍ଛା ଥିବ ସବୁ ପୂରା ହେବ। ଭଗବାନଙ୍କର ଆଶୀର୍ବାଦ ଆପଣ ନିହାତି ପ୍ରାପ୍ତ କରିବେ। ସେଥିପାଇଁ ପ୍ରଭାତରୁ ଉଠି ଏହି ଦୁଇଟି ଶବ୍ଦ ଉଚ୍ଚାରଣ କରନ୍ତୁ ତ। ବନ୍ଧୁଗଣ, ଶିବ ଶଙ୍କର ଏବଂ ମାତା ପାର୍ବତୀ ସବୁବେଳେ ନିଜ ଭକ୍ତମାନଙ୍କ ସହ ରହିଥାନ୍ତି ଏବଂ ତାଙ୍କ ଉପରେ କୃପା ବର୍ଷଣ କରିଥାନ୍ତି। ମାତା ପାର୍ବତୀ ଏବଂ ଶିବ ଶଙ୍କରଙ୍କ ମଧ୍ୟରୁ ଆପଣ ଜାଣିବାକୁ ନିଜର ଶ୍ରଦ୍ଧା, ଭକ୍ତି କିମ୍ବା ବିଶ୍ୱାସ ଦ୍ୱାରା ଯଦି ପ୍ରସନ୍ନ କରିଦିଅନ୍ତି, ତେବେ ଆପଣଙ୍କୁ ମଧ୍ୟ ସେହି ଖୁସି, ଆନନ୍ଦ, ସମୃଦ୍ଧି ପ୍ରାପ୍ତ ହେବ ଯାହା ଆପଣମାନେ ସବୁବେଳେ ଚାହୁଁଥିବେ। ଆଜି ଯେଉଁ ଦୁଇଟି ଶବ୍ଦ କହିବି ମୁଁ, ତାହା ଆପଣ ପ୍ରତିଦିନ ପ୍ରଭାତରୁ ଉଠି କହିବେ। ଯେଉଁ ଭାଇ ଭଉଣୀ ମାନେ ମୋର ଏହି ଭିଡ଼ିଓଟିକୁ ଦେଖୁଛନ୍ତି, ସେମାନେ ଯଦି ଯେକୌଣସି ସ୍କୁଲ ବା କଲେଜରେ ପଢ଼ୁଛନ୍ତି, ସେମାନେ ମଧ୍ୟ ଏହା କରିପାରିବେ। ଏହାଦ୍ୱାରା ଆପଣଙ୍କୁ ବହୁତ କିଛି ଲାଭ ହେବ। କେବଳ ଯେ ଆପଣ ଭାବୁଥିବେ ଯେ ବଡ଼ ଲୋକ ହିଁ କହିବେ, ତାହା ନୁହଁ। ଆଜ୍ଞା, ଏହା ଘରର ଛୋଟ ଛୁଆ ବି କରିପାରିବେ। ଏହା କରିବା ଦ୍ୱାରା ଆପଣଙ୍କର ମାନସିକ ବିକାଶ ବହୁତ ଭଲ ହେବ। ଯେଉଁମାନଙ୍କର ପାଠ ପଢ଼ିବାରେ ମନ ଲାଗୁନି ବା ମନେ ରହୁନି ପାଠ, ତେବେ ଆପଣ ଏହାକୁ କରିବା ଦ୍ୱାରା ଆପଣଙ୍କର ପାଠ ଏମିତି ମନେ ରହିବ ଯେ ଏବଂ ପାଠ ପଢ଼ିବାରେ ଆଗ୍ରହ ବଢ଼ି ବଢ଼ି ଯିବ। ଘରର ନାରୀମାନେ ସକାଳରୁ ବହୁତ ବ୍ୟସ୍ତ ରୁହନ୍ତି। ନିଜ ପରିବାରର ଲୋକମାନଙ୍କର ସେବା ଯତ୍ନ କରିବାରେ, ଘର କାମ କରିବାରେ ଏହା କରିବା ବି ବହୁତ ଭଲ କଥା। କିନ୍ତୁ ଆପଣମାନେ କିଛି ସମୟ ବାହାର କରି ଏହି ଦୁଇଟି ଶବ୍ଦକୁ ପ୍ରଭାତରୁ ଉଠୁ ଉଠୁ କହିପାରିବେ।
କିଛି ବି ସମୟ ଆପଣଙ୍କୁ ଲାଗିବନି କି ଆପଣଙ୍କ ସକାଳୁ ସ୍ନାନ କରିବାକୁ ପଡ଼ିବନି, ନିତ୍ୟକର୍ମ କରିବାକୁ ମଧ୍ୟ ଆବଶ୍ୟକ ପଡ଼ିବ ନାହିଁ। କେବଳ ଆପଣଙ୍କୁ ସକାଳୁ ସକାଳୁ ଉଠି ଏହି ଦୁଇଟି ଶବ୍ଦ କହିବାର ଅଛି। ଯେଉଁ ନାରୀମାନେ ନୂଆ ନୂଆ ବିବାହ କରିଛନ୍ତି ସେହି ନାରୀମାନେ ସକାଳୁ ଉଠି କି ଏହି ଦୁଇଟି ଶବ୍ଦକୁ କହିବେ, ତାଙ୍କର ଉତ୍ତମ ଗୁଣଯୁକ୍ତ ଉତ୍ତମ ସ୍ୱାସ୍ଥ୍ୟଯୁକ୍ତ ନିରୋଗ ଶିଶୁ ଜନ୍ମ ହେବ, ଯାହା ଫଳରେ ଆପଣଙ୍କ ସନ୍ତାନ ଭାଗ୍ୟଶାଳୀ ହେବ ଏବଂ ଆପଣଙ୍କର ବୈବାହିକ ଜୀବନ ସୁନ୍ଦର ଏବଂ ଶାନ୍ତିଯୁକ୍ତ ହେବ। ଆପଣଙ୍କୁ ଏମିତି ଶୁଭଫଳ ମିଳିବ ଯେ ଆପଣ ତାହା ପାଇବେ ବୋଲି କଳ୍ପନା ମଧ୍ୟ କରିନଥିବେ ଏବଂ ଘରେ ଯେଉଁ ବୟସ୍କ ମହିଳା ଅଛନ୍ତି ସେମାନେ ଦୀର୍ଘାୟୁ ହେବା ପାଇଁ, ନିରୋଗ ହେବା ପାଇଁ, ସ୍ୱାସ୍ଥ୍ୟ ରହିବା ପାଇଁ ଏହି ଉପାୟ ମଧ୍ୟ ସେମାନେ ବି କରିପାରିବେ। ବା କୌଣସି ବ୍ୟକ୍ତି ସମସ୍ୟା ଭିତରେ ରହୁଛନ୍ତି, ସେହି ସମସ୍ୟାକୁ ଦୂର କରିବା ପାଇଁ, ଉତ୍ତମ ଭଲ କରିବା ପାଇଁ ବା କୌଣସି ଇଚ୍ଛାକୁ ପୂରଣ କରିବା ପାଇଁ ଏହି ଉପାୟମାନେ ଏହି ଦୁଇଟି ଶବ୍ଦକୁ ପ୍ରଭାତରୁ ଉଠି କହିଦିଅନ୍ତୁ। ସେହି ଲୋକମାନେ ଦେଖିବେ ଭଗବାନ ବିଷ୍ଣୁ ବାସୁଦେବଙ୍କ କୃପା ନିହାତି ଭାବରେ ମିଳିବ। ସବୁ କାର୍ଯ୍ୟରେ ଆପଣ ସଫଳତା ପାଇବାକୁ ଚାହୁଁଥିବେ, ସେ ସବୁ କାର୍ଯ୍ୟରେ ଆପଣଙ୍କୁ ସଫଳତା ନିହାତି ମିଳିବ। ତେଣୁ ଆପଣଙ୍କୁ କେବଳ ଏହା କହିବାର ଅଛି, ଆପଣ ସକାଳୁ ସକାଳୁ ଉଠୁ ଉଠୁ ଆପଣଙ୍କର ଦିନର ପ୍ରାରମ୍ଭରୁ ଦେବାଦେବୀଙ୍କର ନାମରୁ ହିଁ କରିବାର ଅଛି। ଯିଏ ବି ଆପଣଙ୍କର ଇଷ୍ଟଦେବା ଦେବୀ ଅଛନ୍ତି, ତାଙ୍କ ନାମକୁ ସର୍ବପ୍ରଥମେ ସ୍ମରଣ କରି ଉଚ୍ଚାରଣ କରି ପ୍ରଣାମ କରିବାର ଅଛି, ଯାହାଦ୍ୱାରା ଆପଣଙ୍କର ସମ୍ପୂର୍ଣ୍ଣ ଦିନଟି ମଙ୍ଗଳମୟ ହେବ। ଆପଣ ଯେହେତୁ ଦିନଟି ଭଗବାନଙ୍କ ନାମରେ ହିଁ ଆରମ୍ଭ କରିବେ, ଆପଣ ଯାହା ବି କରିବେ ଆପଣଙ୍କୁ ସଫଳତା ମିଳିବ। ତେବେ ଦର୍ଶକ ବନ୍ଧୁ, ଆପଣ ପ୍ରଥମେ ସକାଳୁ ଉଠିବା ପରେ ଦୁଇ ହାତକୁ ଯୋଡ଼ି କରି ଶବ୍ଦ ଆପଣଙ୍କୁ କହିବାର ଅଛି, ଯାହାକି ଓମ୍ ଶମ୍ଭବେ ନମଃ। ଏହା ହେଉଛି ମହାମୃତ୍ୟୁଞ୍ଜୟ ମନ୍ତ୍ର। ଏହି ମନ୍ତ୍ରକୁ ଆପଣ 7 ଥର କୁହନ୍ତୁ। ପ୍ରତିଦିନ ସକାଳୁ ପ୍ରଥମେ ଉଠି ଏହି ମନ୍ତ୍ରକୁ 7 ଥର କହିବେ। ଦେଖିବେ ଆପଣଙ୍କ ଯାହା ବି ସମସ୍ୟା ରହିଛି ନିଶ୍ଚୟ ଦୂର ହୋଇଯିବ। ଦର୍ଶକ ବନ୍ଧୁ, ଯଦି ଆପଣ କୁଣ୍ଡଳୀରେ କୌଣସି ଦୋଷ ରହୁଛି, ତାହା ମଧ୍ୟ ଏହି ମନ୍ତ୍ର ଦ୍ୱାରା ଆପଣ ଜପ କରିପାରିବେ। ମନ୍ତ୍ରଟି ହେଲା ଓମ୍ ତ୍ର୍ୟମ୍ବକଂ ୟଜାମହେ ସୁଗନ୍ଧିଂ ପୁଷ୍ଟିବର୍ଧନଂ ପୁର୍ବାରୋଗମିବ ବନ୍ଧନାତ୍ ମୃତ୍ୟୋର୍ମୁକ୍ଷୀୟମାମୃତମ୍। ଏହି ମନ୍ତ୍ରଟି ଆପଣ ନିଶ୍ଚୟ ପୂର୍ବରୁ ଜାଣିଥିବେ। ସଞ୍ଜୀବନୀର ମନ୍ତ୍ର ଅଟେ। ଏହାକୁ ଆପଣ ଯେତେବେଳେ ପ୍ରଭାତରୁ ଉଠିଛନ୍ତି, ଏହି ପ୍ରଭାବ ମନ୍ତ୍ରଟି ନିଜର ହସ୍ତ ଦର୍ଶନ କରି ଏହି ମନ୍ତ୍ରକୁ 3 ଥର ଉଚ୍ଚାରଣ କରନ୍ତୁ। ଏହାର ଧ୍ୱନିରେ ଆପଣଙ୍କ ଆଖପାଖରେ ସବୁ ନକାରାତ୍ମକ ଶକ୍ତି ପଳାଇବ ଏବଂ ଦେବୀ ଶକ୍ତିର ସଞ୍ଚାରଣ ହେବ ବା ଆପଣଙ୍କ ଘର ଆଖପାଖରେ କୌଣସି ନକାରାତ୍ମକ ଶକ୍ତିର ପ୍ରଭାବ ପଡ଼ୁଛି ତାହା ମଧ୍ୟ ଦୂର ହୋଇଯିବ। ଆପଣଙ୍କର ପରିବାରକୁ ସୁଖ ସମୃଦ୍ଧିର ଆଗମନ ହେବାକୁ ବନ୍ଧୁଗଣ, ଆପଣଙ୍କର ଗୃହକୁ ମଧ୍ୟ ସଫାସୁତୁରା ରଖନ୍ତୁ ଏବଂ ଗୁରୁଜନଙ୍କୁ ସମ୍ମାନ କରନ୍ତୁ। ପିଲାମାନଙ୍କୁ ସ୍ନେହ ଶ୍ରଦ୍ଧା କରନ୍ତୁ। ନାରୀମାନଙ୍କ ସହିତ ଉଚିତ ବ୍ୟବହାର କରନ୍ତୁ। ସମସ୍ତଙ୍କୁ ସ୍ନେହ ଶ୍ରଦ୍ଧା କରନ୍ତୁ। ଘରର ସ୍ତ୍ରୀ ଲୋକମାନଙ୍କୁ ଉଚିତ ସମ୍ମାନ ଦିଅନ୍ତୁ। ନାରୀମାନଙ୍କର ଅପମାନ କେବେ ବି କରନ୍ତୁ ନାହିଁ। ଯଦି ଆପଣ ସେମାନଙ୍କୁ ଅପମାନ କରୁଛନ୍ତି, ତାହେଲେ ଯେତେ ବି ଧନ ଅର୍ଜନ କରୁଛନ୍ତି ତାହେଲେ ତାହାର ସୁଫଳ ମିଳିବ ନାହିଁ। ତେଣୁ ସମସ୍ତଙ୍କ ସହ ଆପଣମାନେ ଭଲ ବ୍ୟବହାର ଦେଖାନ୍ତୁ। ସ୍ନେହ ଶ୍ରଦ୍ଧା ଦେଉଛନ୍ତି ତ ଅତି ଉତ୍ତମ। ଦେଖି ଦରିଦ୍ରମାନଙ୍କୁ ନିଜର ସାମର୍ଥ୍ୟ ଅନୁସାରେ ଦାନ କରନ୍ତୁ। ନିଜର କର୍ତ୍ତବ୍ୟ କର୍ମର ଫଳକୁ ଠିକ୍ କରନ୍ତୁ।
ଭଗବାନ ଆପଣଙ୍କ ଉପରେ ନିଶ୍ଚୟ ପ୍ରସନ୍ନ ହେବେ। ଆପଣଙ୍କ ଘରେ ଯାହା ବି ସମସ୍ୟା ରହିଛି ତାହା ନିହାତି ଦୂର ହେବ। ଆପଣଙ୍କ ଘରେ ଭଗବାନଙ୍କର ନିଶ୍ଚୟ ସ୍ଥିର ବାସ ହେବ। ତେବେ ଦର୍ଶକ ବନ୍ଧୁ, ଆଶା କରୁଛି ଆଜିର ଏହି ଭିଡ଼ିଓଟି ମୋର ନିଶ୍ଚୟ ଭଲ ଲାଗିବ। ଭିଡ଼ିଓଟି ଭଲ ଲାଗିଥିଲେ ଭିଡ଼ିଓଟିକୁ ଗୋଟିଏ ଲାଇକ୍, ସବସ୍କ୍ରାଇବ୍ ନିହାତି କରନ୍ତୁ। ଜୟ ଜଗନ୍ନାଥ।